ଆପଣ ଆପଣଙ୍କର ଫୋନକୁ କିଛି ଦିନ ଚଲେଇଲା ପରେ ଆପଣ ମାର୍କ କରୁଥିବେ ଦେଖିବେ ଆପଣଙ୍କର ଫୋନଟି ଧୀରେ ଧୀରେ ହ୍ୟାଙ୍ଗ ହେବାକୁ ଆରମ୍ଭ କରୁଛି। ଆପଣ କୌଣସି ଆପ୍ଲିକେସନକୁ ଖୋଲୁଛନ୍ତି ସେ ଆପ୍ଲିକେସନଟି ବହୁତ ସ୍ଲୋ ଖୋଲୁଛି। କୌଣସି ସାଇଟକୁ ଯାଉଛନ୍ତି ସେ ସାଇଟ୍ ମଧ୍ୟ ବହୁତ ସ୍ଲୋ ଖୋଲୁଛି। ନେଟ୍ ମଧ୍ୟ ବହୁତ ସ୍ଲୋ ଚାଲୁଛି, ଯାହାଦ୍ୱାରା କି ଆପଣଙ୍କର ବହୁତ ଅସୁବିଧା ହେଉଥିବ। ତ ଚାଲନ୍ତୁ ଆପଣଙ୍କୁ ଆପଣଙ୍କ ମୋବାଇଲ ଫୋନରେ ମୁଁ କିଛି ସେଟିଂ କହିବି। ସେଇ ସେଟିଂ ଯଦି ଆପଣ କରିଦେବେ ଦେଖିବେ ଆପଣଙ୍କର ମୋବାଇଲ ଫୋନ ନୂଆ କିଣିଲା ସମୟରେ ଯେମିତି ଫାଷ୍ଟ ଚାଲୁଥିଲା ସେମିତି ପୁରା ଫାଷ୍ଟ ଚାଲିବ। ତ ଚାଲନ୍ତୁ ଡେରି ନକରି ଶୀଘ୍ର ଶୀଘ୍ର ଆପଣଙ୍କୁ এই ভিডিও মাধ্যমে কହୁଛି। ତ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଆପଣଙ୍କୁ ରିକ୍ୱେଷ୍ଟ, ଆପଣ এই ଟେକ୍ ରିଆନ୍ସ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଭିଡ଼ିଓକୁ ଦେଖି ସାରିଲା ପରେ ଲାଇକ୍ କରିଦିଅନ୍ତୁ ଏବଂ ସେୟାର ମଧ୍ୟ କରିଦିଅନ୍ତୁ। ତ ଚାଲନ୍ତୁ ଭିଡ଼ିଓକୁ ଆରମ୍ଭ କରିବା। ତ ପ୍ରଥମେ ଆମେ କ'ଣ କରିବା, ଆମର ମୋବାଇଲ ଫୋନର ସେଟିଂକୁ ଅନ୍ କରିବା। ସେଟିଂକୁ ଅନ୍ କଲା ପରେ ଏଠି ଆମେ ଯିବା ଲୋକେସନ୍, ଗୋଟେ ସେଟିଂ ଅଛି, ସେଇ ଲୋକେସନ୍ ସେଟିଂକୁ କ୍ଲିକ୍ କରିବା। ଲୋକେସନ୍ ସେଟିଂକୁ କ୍ଲିକ୍ କଲା ପରେ ଟିକେ ସ୍କ୍ରୋଲ୍ ଡାଉନ୍ କରିକି ତଳକୁ ଆସିବେ। ଏଠି ଦେଖିବେ ଲୋକେସନ୍ ସାର୍ଭିସ୍ ଗୋଟେ ଏଇଟା ଦେଖନ୍ତୁ ଅଛି। ସେଇ ଲୋକେସନ୍ ସାର୍ଭିସ୍ ଉପରେ ଆପଣ କ୍ଲିକ୍ କରିବେ। କ୍ଲିକ୍ କରିକି ସିଧା ତଳକୁ ଆସିବେ, ଦେଖିବେ ଦୁଇଟି ଅପସନ୍ ଅଛି, ୱାଇଫାଇ ସ୍କାନିଂ ଏବଂ ବ୍ଲୁଟୁଥ୍ ସ୍କାନିଂ। ଏଠି ଦେଖନ୍ତୁ ବାଇ ଡିଫଲ୍ଟ ସମସ୍ତଙ୍କର ଅନ୍ ହେଇକି ଥିବ। ଏଠି ଦେଖନ୍ତୁ ମୋର, ଏଠି ଦେଖନ୍ତୁ ମୁଁ ବ୍ଲୁଟୁଥ୍ ଅଫ୍ କରିଦେଉଛି ଏବଂ ୱାଇଫାଇ ବି ଅଫ୍ ଅଛି, କିନ୍ତୁ ଦେଖନ୍ତୁ ଏଇଠି ମୋର ୱାଇଫାଇ ସ୍କାନିଂ ଏବଂ ବ୍ଲୁଟୁଥ୍ ସ୍କାନିଂ ଅନ୍ ହେଇକି ଅଛି। এটা ଅନ୍ ହେଇକି ଥିଲେ କ'ଣ ହୁଏ, ସବୁବେଳେ ଆମେ ଯେତେବେଳେ ବି ଯେଉଁଠି ମୋବାଇଲକୁ ୟୁଜ୍ କରୁଛୁ ୱାଇଫାଇ ଏବଂ ବ୍ଲୁଟୁଥ୍ ତା ସବୁବେଳେ ସ୍କାନିଂ କରୁଥାଏ ଏବଂ ସ୍କାନିଂ କରୁଥିବା ଦ୍ୱାରା ଆମର ମୋବାଇଲଟି ବ୍ୟାକଗ୍ରାଉଣ୍ଡରେ ପ୍ରୋସେସ୍ରେ ଚାଲିଥାଏ, ଯେଉଁଦ୍ୱାରା କି ଧୀରେ ଧୀରେ ସେ କେଚି ସେଠି ଷ୍ଟୋର୍ ହେବାକୁ ଆରମ୍ଭ କରେ ଏବଂ ଯେଉଁଦ୍ୱାରା କି ଆମର ମୋବାଇଲ ଧୀରେ ଧୀରେ ହ୍ୟାଙ୍ଗ ହେବାକୁ ଆରମ୍ଭ କରିଥାଏ। ତ କ'ଣ କରିବା, ଆମର ଏଇ ୱାଇଫାଇ ସ୍କାନିଂକୁ ଅଫ୍ କରିଦେବା ଏବଂ ବ୍ଲୁଟୁଥ୍ ସ୍କାନିଂକୁ ମଧ୍ୟ ଆମେ ଏଠି ଅଫ୍ କରିକି ରଖିବା। এটা ହେଉଛି ପ୍ରଥମ ସେଟିଂ। ତାପରେ ଚାଲନ୍ତୁ ଆମେ ଯିବା ଦ୍ୱିତୀୟ ସେଟିଂକୁ। ଦ୍ୱିତୀୟ ସେଟିଂଟି ହେଉଛି ଆମର ମୋବାଇଲରେ ଥିବା ପ୍ଲେ ଷ୍ଟୋର୍ ସେଟିଂ। ପ୍ଲେ ଷ୍ଟୋର୍ ଆପ୍ଲିକେସନକୁ ଅନ୍ କରିବା। ପ୍ଲେ ଷ୍ଟୋର୍ ଆପ୍ଲିକେସନକୁ ଅନ୍ କଲା ପରେ ଏଠି ଆମର ଯେଉଁ ଉପରେ ପ୍ରୋଫାଇଲ୍ ଅଛି, ଏଇ ପ୍ରୋଫାଇଲ୍ ଉପରେ ଆମେ କ୍ଲିକ୍ କରିବା। ପ୍ରୋଫାଇଲ୍ ଉପରେ କ୍ଲିକ୍ କଲା ପରେ ଏଠି ଦେଖନ୍ତୁ ଗୋଟେ ଅପସନ୍ ଅଛି ଆମର ମ୍ୟାନେଜ୍ ଆପ୍ସ ଆଣ୍ଡ ଡିଭାଇସ୍। এই ମ୍ୟାନେଜ୍ ଆପ୍ସ ଆଣ୍ଡ ଡିଭାଇସ୍ରେ ଏଠି ଆମେ କ୍ଲିକ୍ କରିବା। ମ୍ୟାନେଜ୍ ଆପ୍ସ ଆଣ୍ଡ ଡିଭାଇସ୍ରେ କ୍ଲିକ୍ କଲା ପରେ ଏଇଠି ଗୋଟେ ଅପସନ୍ ଅଛି, ଏଇଠି ଗୋଟେ ଅପସନ୍ ଅଛି ଦେଖନ୍ତୁ ମ୍ୟାନେଜ୍। ସେଇ ମ୍ୟାନେଜ୍ ଉପରେ ଆମେ ଏଇଠି କ୍ଲିକ୍ କରିବା। ମ୍ୟାନେଜ୍ ଉପରେ କ୍ଲିକ୍ କଲା ପରେ ଏଇଠି ଦେଖନ୍ତୁ ଗୋଟେ ଅପସନ୍ ଅଛି ଦିସ୍ ଡିଭାଇସ୍। ସେଇ ଦିସ୍ ଡିଭାଇସ୍ ଉପରେ ଆମେ ଏଇଠି କ୍ଲିକ୍ କରିବା। କ୍ଲିକ୍ କଲା ପରେ ତଳେ ସଭା ଦେଖନ୍ତୁ ଏଇଠି ନଟ୍ ଇନଷ୍ଟଲ୍ ଗୋଟେ ଅପସନ୍ ଅଛି, ସେ ନଟ୍ ଇନଷ୍ଟଲ୍ ଜାଗାରେ ଆମେ ଏଇଠି କ୍ଲିକ୍ କରିବା। କ୍ଲିକ୍ କଲା ପରେ ଏଠି ଦେଖିବେ ଏଠି ଯେତେ ବି ଆପ୍ଲିକେସନ୍ ଶୋ କରୁଛି, ଏ ଆପ୍ଲିକେସନ୍ ହେଉଛି ଆପଣ କେବେ ବି ଆପ୍ଲିକେସନ୍ ଗୁଡ଼ାକୁ ଇନଷ୍ଟଲ୍ କରିଛନ୍ତି ଆପଣଙ୍କର ମୋବାଇଲରେ, ତାପରେ ସେଗୁଡ଼ାକୁ ଅନଇନଷ୍ଟଲ୍ କରିଦେଇଛନ୍ତି, କିନ୍ତୁ ସେ ଆପଣଙ୍କର ମୋବାଇଲ ଫୋନ୍ରୁ ତ ସେ ପଳେଇଲା, କିନ୍ତୁ ସେ ଏ ପ୍ଲେ ଷ୍ଟୋର୍ ଆପ୍ଲିକେସନ୍ରେ ଷ୍ଟୋର୍ ହେଇକି ରହିଲା। ଆପଣଙ୍କର ମୋବାଇଲ ଫୋନ୍ରେ ଥିବା ପ୍ଲେ ଷ୍ଟୋର୍ ଆପ୍ଲିକେସନ୍ ଯେଉଁ ମେମୋରି, ସେ ମେମୋରିରେ ଷ୍ଟୋର୍ ହେଇକି ରହିଲା। ଯେତେବେଳେ ମେମୋରିରେ ଷ୍ଟୋର୍ ହେଇକି ରହିଲା ଆପଣଙ୍କର ଫୋନ୍ର, ସେ କ'ଣ ହେଲା, ଆପଣଙ୍କର ମୋବାଇଲକୁ ସେ ଜାମ୍ କଲା, ଯେଉଁଟାକି ଆପଣଙ୍କର ମୋବାଇଲଟି ହ୍ୟାଙ୍ଗ ହେବାକୁ ଆରମ୍ଭ କରିବ। ତ କ'ଣ କରିବେ, ଆପଣ ଏଇଠି ଯେତେ ବି ଆପ୍ଲିକେସନ୍ ସବୁ ଅଛି, ଏ ଆପ୍ଲିକେସନ୍ ଗୁଡ଼ାକୁ ଏ ଡାହାଣ ସାଇଡ଼୍ ଯେଉଁ ଘର ଅଛି, ଏଠି ଏ ଡାହାଣ ସାଇଡ଼୍ରେ ଯେଉଁ ଘର ଅଛି, ଏ ଡାହାଣ ସାଇଡ଼୍ ଘର ଉପରେ ଏଠି ଆପଣ ଏଗୁଡ଼ାକ କ୍ଲିକ୍ କରିବେ। କ୍ଲିକ୍ କରିକି ସିଲେକ୍ଟ କଲା ପରେ ଏଠି ଦେଖନ୍ତୁ ଯେତେ ବି ମୁଁ କ୍ଲିକ୍ କରୁଛି, ଏଠି ଦେଖନ୍ତୁ ସେତିକି MB ଏଇଠି ସିଲେକ୍ଟ ହେଇଯାଉଛି। ଆପଣ ସବୁଗୁଡ଼ାକ ସିଲେକ୍ଟ କରିକି ଏଗୁଡ଼ାକ ଏମିତି ଦେଖନ୍ତୁ ସିଲେକ୍ଟ କଲା ପରେ ପାଖାପାଖି ଦେଖନ୍ତୁ ମୁଁ କିଛି 8-10ଟା ସିଲେକ୍ସନ୍ କଲି, ଦେଖନ୍ତୁ ପାଖାପାଖି ଏଇଠି ଦେଖନ୍ତୁ 1.3 GBର ଏଠି ମେମୋରି ସେ ସିଲେକ୍ଟ ହେଇଗଲା। ତ କ'ଣ କରିବେ, ସିଲେକ୍ଟ କରି ସାରିଲା ପରେ ଆପଣ ଡାହାଣ ସାଇଡ଼୍ ଯେଉଁ ଡିଲିଟ୍ ଚିହ୍ନଟି ଅଛି, ସେ ଡିଲିଟ୍ ଚିହ୍ନ ଉପରେ ଆପଣ ଏଠି କ୍ଲିକ୍ କରିଦେବେ। କ୍ଲିକ୍ କଲା ପରେ ଏଠି ରିମୁଭ୍ ଅପସନ୍ ଅଛି, ଆପଣ ଏଠି ରିମୁଭ୍ କରିଦେବେ। ରିମୁଭ୍ କରିଦେଲେ କ'ଣ ହେବ, ସେ ଆପଣଙ୍କର ମୋବାଇଲ ଫୋନ୍ରେ ଥିବା ପ୍ଲେ ଷ୍ଟୋର୍ର ମେମୋରିରୁ ସେ ରିମୁଭ୍ ହେଇଗଲା, ପ୍ଲେ ଷ୍ଟୋର୍ରୁ ଯିବ ନାହିଁ। ଆପଣ ଚାହିଁଲେ ସେ କେବେ ବି ସେ ଆପ୍ଲିକେସନ୍କୁ ଇନଷ୍ଟଲ୍ କରିପାରିବେ। ଏଇଟା ହେଉଛି ଗୋଟେ ସେଟିଂ। ତାପରେ ଚାଲନ୍ତୁ ଆମେ ଯିବା ଆମ ମୋବାଇଲ ଫୋନ୍ର ସେଇ ସେଟିଂକୁ ଗଲା ପରେ ଆମେ ଏଠି ଗୋଟେ ଅପସନ୍ ଖୋଜିବା, ଡେଭେଲପର ଅପସନ୍। ପ୍ରଥମେ କିଛି ମୋବାଇଲରେ ଡେଭେଲପର ଅପସନ୍ଟି ଆକ୍ଟିଭ୍ ହେଇନଥାଏ, ତାକୁ ଆକ୍ଟିଭ୍ କରିବାକୁ ପଡ଼େ। ତ ଆକ୍ଟିଭ୍ କେମିତି କରିବେ, ଯଦି ଆପଣଙ୍କର MI ଫୋନ୍ ଥିବ କିମ୍ବା ରେଡ଼ମି ଫୋନ୍ ଥିବ, ଆପଣ ଉପରେ ଯେଉଁ ଏଠି ଏବାଉଟ୍ ଫୋନ୍ ଅଛି, ସେଇ ଏବାଉଟ୍ ଫୋନ୍ ଉପରେ ଆପଣ ଏଇଠି କ୍ଲିକ୍ କରିବେ। ଏବାଉଟ୍ ଫୋନ୍ ଉପରେ କ୍ଲିକ୍ କଲା ପରେ ଏଠି ଯେଉଁ ଲେଖା ହେଇଛି MIUI ଭର୍ସନ୍, MIUI ଭର୍ସନ୍ରେ 7-8 ଥର କ୍ଲିକ୍ କଲା ପରେ ସେ ଆପଣଙ୍କର ଡେଭେଲପର ଅପସନ୍ଟି
एक्टिव हो जदि आपणकर एमआई फोन व्यतीत अलग कौन फोन थी से ओप्पो हो विवो हो सैमसंग हो आप बिल्ड नंबर उपर 7 थर क्लिक करेंगे देखिए आपंकर डेभलपर ऑप्शन टी एक्टिव हो आम से डेभलपर ऑप्शन को जीवा देखिए आपंकर सेटिंग रे कोठी डेभलपर ऑप्शन टी थिबो आप खोजिकी से डेभलपर ऑप्शन को बाहर करेंगे मोर देखो ये डेभलपर ऑप्शन टी ये अच्छी ये तले देखूँ मुझे डेभलपर ऑप्शन पर आप क्लिक करुच्ची क्लिक कलापर स्क्रॉल डाउन करके आप तल को आसवे तल को आसला देखिए ये आप तीन टी ऑप्शन अच्छी विंडो एनिमेशन स्केल ट्रांजिशन एनिमेशन स्केल और एनिमेटर ड्यूरेशन स्केल युवाक देखो 1x 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 रे क्लिक होकर आप कौन करेंगे से गुड़ा से विंडो एनिमेशन स्केल उपर क्लिक करेंगे ये 1x सिलेक्ट होकर अच्छी आप 5x करदे सेमती ट्रांजिशन एनिमेशन स्केल भी क्लिक करेंगे ये भी देखते सेमती 1x थी 5x करदे पुणी एनिमेटर ड्यूरेशन स्केल भी सेमती आप 5x करदे तापर बैक जीवे तापर टिके तल को आसवे स्क्रॉल डाउन करके ये गोटे ऑप्शन अच्छी देखो फॉर एक्स एम एस ए ये आप क्लिक करदे तापर टिके तल को आसवे तल को आसला ये देखो गोटे ये गोटे ऑप्शन अच्छी देखो बैकग्राउंड प्रोसेस लिमिट ये बैकग्राउंड प्रोसेस लिमिट उपर आप क्लिक करेंगे देखिए यहाँ स्टैंडर्ड लिमिट उपर आपंकर ऑन होकर थो माने आपंकर जिते भी एप्लिकेशन अच्छी से सब गुड़ाक आप चलाऊ था यूज करूँ कि न करूँ से बैकग्राउंड प्रोसेस होता है तो आप कौन करेंगे ये नो बैकग्राउंड प्रोसेस रे क्लिक करदे यही सेटिंग गुड़ाक जब आप सब गोटे पर गोटे करदे आपण जिते भी मुझे सेटिंग कहली आप गोटे दुटा करके छाड़े ना कहीं गोटे दुटा कले आप से कम देव ना आप जी भी मुझे सेटिंग आपको कहली से सेटिंग सब आपणकर मोबाइल फोन गोटे पर गोटे करदे देखिए आपंकर मोबाइल फोन जिते पुराना था से मोबाइल फोन पूरा फास्ट चलो और स्मूथ चलो और हैंग होवार नाम नेब ना तो आज ये आप सहित पुणी थे अन्य एक भिडियो देखा नमस्कार वंदे उत्कल जननी।